ନଉଛନ୍ତି ଆଉ ଆମମାନଙ୍କର ସହିତ ପରମେଶ୍ୱର ହେଇ ସେ ପ୍ରତ୍ୟେକ ବିଷୟରେ ଆମମାନଙ୍କୁ କଢେଇ ନଉଛନ୍ତି। ତାଙ୍କର ଜୀବିତ ମହାନାମର ଧନ୍ୟବାଦ ହଉ, ପ୍ରଶଂସା ହଉ। ଆଜି ଆମମାନେ କଥାବାର୍ତ୍ତା ହେବା ଯୋଉ ସମୟରେ ଆମକୁ କିଏ ପଚାରେ କି ଯଦି ଆମେ କହିବୁ ପାପ ଗୁଡ଼ିକର ନାମ ଗୁଡ଼ିକ କୁହ କହିଲେ ଆମେ ଅନେକ ଜଣ ବିଭିନ୍ନ ପ୍ରକାର ପାପ ଗୁଡ଼ିକର ନାମ କହିବୁ। ବ୍ୟଭିଚାର କରିବା ପାପ, ମିଛ କହିବା ପାପ, ଚୋରି କରିବା ପାପ, କାର ଚୁଗଲି କରିବା ପାପ, କାର ଅନିଷ୍ଟ କରିବା ପାପ, ଆମେ ଏ ପ୍ରକାର ବିଷୟ ଗୁଡ଼ିକ ଆମେ କହୁ। କିନ୍ତୁ କେହି ଜଣେ ମଧ୍ୟ ଆମମାନଙ୍କ ମଧ୍ୟରେ ଏମିତି କହିବା ନାହିଁ ଯେ ଚିନ୍ତା ମଧ୍ୟ ଗୋଟେ ପାପ ଅଟେ ବୋଲି। ଆଜି ଆମମାନେ ଅତ୍ୟଧିକ ଚିନ୍ତା ବିଷୟରେ ଆମମାନେ କଥାବାର୍ତ୍ତା ହେବା। ଚିନ୍ତା କରିବା ମଧ୍ୟ ପାପ ଅଟେ। ଯୋଉ ପରମେଶ୍ୱର ଆମମାନଙ୍କୁ କହିଲେ ବ୍ୟଭିଚାର କର ନାହିଁ, ଚୋରି କର ନାହିଁ, ନରହତ୍ୟା କର ନାହିଁ, ସେହି ପରମେଶ୍ୱର ହିଁ କହିଛନ୍ତି ଚିନ୍ତା କର ନାହିଁ। ଆମେ ଏତେ ଗୁରୁତ୍ୱ ଦଉନାହୁଁ ଚିନ୍ତାକୁ। ଆଉ ଚିନ୍ତା ମଧ୍ୟ ପରମେଶ୍ୱରଙ୍କ ବିରୁଦ୍ଧରେ ଗୋଟେ ପାପ, ଏହା ମାନେ ଜାଣିନାହୁଁ। ତେଣୁ ଆମେ ବହୁତ ଏମିତି ଏ ସ୍ଥାନରେ କେହି ଏମିତି ଆମେ ବସିନାହୁଁ ଯାହା ଜୀବନରେ କି ଚିନ୍ତା ନାହିଁ। ପ୍ରତ୍ୟେକଙ୍କ ଜୀବନରେ ଚିନ୍ତା ରହିଛି। ଆଉ ସମସ୍ତେ କିଛି ନା କିଛି ବିଷୟ ଗୁଡ଼ିକକୁ ନେଇ ସେମାନେ ଚିନ୍ତା କରନ୍ତି। ଯେମିତିକି ପିଲାମାନଙ୍କର ପାଠ ପଢାକୁ ନେଇ ଚିନ୍ତା। କିଏ ଦି ଜଣ କଥା ହଉଥିଲେ, ସେ ସମୟରେ ଆମେ ଦେଖୁ କି ମୋ ବିଷୟରେ ଆକା ସେମାନେ କଥାବାର୍ତ୍ତା ହଉଥିବେ। ସେଟା କହିକିନା ଆମେ ଅନେକ ସମୟରେ ଚିନ୍ତିତ ବ୍ୟତିବ୍ୟସ୍ତ ହଉ। ପିଲାକୁ ଆମେ ସ୍କୁଲ ପଠାଇଥାଉ, ସ୍କୁଲରୁ ଫେରିବାଟା ଯଦି ଟିକେ ବିଳମ୍ବ ହେଲା, ସେ ସମୟରେ ଆମେ ଚିନ୍ତା କରିଥାଉ। ମାସର ଶେଷ ହେଇ ଆସୁଛି, ଆମମାନଙ୍କର ଟଙ୍କା ସରି ଆସୁଛି, ସେ ସମୟରେ ଆମେ ଚିନ୍ତିତ ହେଇଥାଉ। ଏ ପ୍ରକାର ବିଭିନ୍ନ ପ୍ରକାର ବିଷୟ ଗୁଡ଼ିକକୁ ନେଇ ଆମମାନେ ଚିନ୍ତିତ ଆଉ ବ୍ୟତିବ୍ୟସ୍ତ ହେଇଥାଉ। ଆଉ ଅନେକ ସମୟରେ ଆମେ ଅତିରିକ୍ତ ମଧ୍ୟ ଚିନ୍ତିତ ହୋଇଥାଉ। ଆମମାନଙ୍କର ଜୀବନରେ ଓଭର ଥିଙ୍କିଂ ଗୁଡ଼ିକ ଆମମାନଙ୍କର ଜୀବନରେ ପଳାଇ ଆସିଥାଏ। ମାତ୍ର ଆମର ପ୍ରଭୁ ଯୀଶୁ ଖ୍ରୀଷ୍ଟ କହୁଛନ୍ତି ଫିଲିପିୟ 4:6 କଣ କହନ୍ତି ସେ, ମାନେ ଖୋଲିବା ସେ ସ୍ଥାନରେ ଏ ପ୍ରକାର ଲେଖାଯାଏ, କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। କୌଣସି ବିଷୟ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଲେଖି ଦେଇନାହାନ୍ତି ନା ନାଇଁ ନାଇଁ ତୁମେ ଏତିକି ବିଷୟରେ ଚିନ୍ତିତ ହବ, ଏତିକି ବିଷୟରେ ବ୍ୟତିବ୍ୟସ୍ତ ହବ, ଆଉ ବାକି ସବୁ ବିଷୟରେ ନାହିଁ, ଏମିତି ସେ ଲେଖୁନାହାନ୍ତି। ସେ କହୁଛନ୍ତି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ, କିନ୍ତୁ ସମସ୍ତ ବିଷୟରେ ପ୍ରାର୍ଥନା ଓ ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଆମକୁ କୌଣସି ବିଷୟରେ ମଧ୍ୟ ଚିନ୍ତିତ ବ୍ୟତିବ୍ୟସ୍ତ ହେବା ପାଇଁ ଆମମାନଙ୍କର ପରମେଶ୍ୱର କହୁନାହାନ୍ତି। ଯୋଉ ସମୟରେ ଆମମାନଙ୍କ ଜୀବନରେ ଚିନ୍ତା ଆସୁଛି, ସେ ସମୟରେ କଣ କହିବା କୁହାଯାଉଛି, ପ୍ରାର୍ଥନା କର। ଲେଖାଯାଇଛି ନା ସେ ସ୍ଥାନରେ, ସମସ୍ତ ବିଷୟରେ ପ୍ରାର୍ଥନା ବିନତି ଦ୍ୱାରା ଧନ୍ୟବାଦ ସହ ତୁମ୍ଭମାନଙ୍କର ନିବେଦନ ସବୁ ଈଶ୍ୱରଙ୍କ ନିକଟରେ ଜଣାଅ। ଯୋଉ ସମୟରେ ଆମମାନଙ୍କୁ କୌଣସି ବିଷୟ ନିମନ୍ତେ ଆମେ ଚିନ୍ତିତ ବ୍ୟତିବ୍ୟସ୍ତ ହଉଛୁ, ସେ ସମୟରେ ଆମମାନେ ପ୍ରାର୍ଥନା କରିବାର ଆବଶ୍ୟକତା ରହିଛି। ଗୋଟେ ମିନିଟ, କ୍ଷମା ଚାହେଁ। ଆମେ କୌଣସି ବିଷୟରେ ଚିନ୍ତିତ ହେବା ନାହିଁ। ଯୋଉ ସମୟରେ ଆମେ ଚିନ୍ତା କରୁଛୁ, ଦେଖୁ ଯୋଉ ସମୟରେ ଆମମାନଙ୍କର ପିଲାମାନେ ମାସର ଶେଷ ହେଇ ଆସିଲା, ସେ ସମୟରେ ଯଦି ଆମମାନଙ୍କର ପଇସା ସରି ସରି ଆସୁଛି, ସେ ସମୟରେ ଆମେ ଚିନ୍ତିତ ହେଇଯାଉ। ଯଦି ଆମମାନଙ୍କର ଡାଲି ଡବା, ଚାଉଳ ଡବା ଟିକେ ଟିକେ କମି ଆସୁଛି, ସେ ସମୟରେ ଆମେ ଚିନ୍ତିତ ହଉଛୁ। ପିଲାମାନଙ୍କର ସ୍କୁଲ ଫିସ୍ ଭରିବାର ଅଛି, ଟ୍ୟୁସନ ଫିସ୍ ଭରିବାର ଅଛି, ଇଲେକ୍ଟ୍ରିକ ବିଲ୍ ଭରିବାର ଅଛି। ଯୋଉ ସମୟରେ ଆମମାନଙ୍କର ଟଙ୍କାର ଅଭାବ ହେଇଥାଉଛି, ସେ ସମୟରେ ଆମେ ଚିନ୍ତିତ ହେଇଥାଉଛୁ। ଅନେକ ସମୟରେ ପିଲା ଯଦି ସ୍କୁଲରୁ ଫେରିବାଟା ଯଦି ବିଳମ୍ବ ହେଲେ, ଆମେ କେମିତି ଚିନ୍ତା, ମା ବାଟରେ କଣ ହେଇଗଲା କି, କିଛି ହେଇଗଲା କି, ଏବେ ଯେ ଝିଅ ପହଞ୍ଚି ନାହିଁ, ପୁଅ ପହଞ୍ଚି ନାହିଁ। ଏ ପ୍ରକାର ଆମର ଚିନ୍ତା ଆଉ ଅତିରିକ୍ତ ଚିନ୍ତା ଦ୍ୱାରା ଆଜି ଅନେକ ଖ୍ରୀଷ୍ଟିଆନ ମାନେ ରୋଗାକ୍ରାନ୍ତ ଅବସ୍ଥାରେ ଅଛନ୍ତି, ସେମାନେ ଅସ୍ୱାସ୍ଥ୍ୟ ଅବସ୍ଥାରେ ଅଛନ୍ତି। ଆମମାନଙ୍କୁ ଯେମିତି ଗୋଟେ କଥା ଅଛି କି ଲୁଣ ଖାଏ ହାଣ୍ଡି ଆଉ ଚିନ୍ତା ଖାଏ, ଯେମିତି କି ସେମିତି ଏକା ଆମମାନଙ୍କର ଚିନ୍ତା ଆମମାନଙ୍କର ଶରୀରକୁ ଦିନ ପ୍ରତିଦିନ କଣ କରୁଛି, ଆମର ଶରୀରକୁ କ୍ଷୟ କରୁଅଛି।
आमे से प्रकार हेबार चिंतित हेबा आवश्यकता नहीं। प्रभु कहते कौन सी विषय चिंतित हुआ नहीं, माने आमे कौन सी विषय मध्य आमे चिंतित हेबा नहीं। युवा माने अछंती सेमान विवाह निमंते चिंतित, सेमाने अनेक 15-16 वर्षर पिला माने मध्य आज चिंतित, सेमानकर पाठर एते स्ट्रेस जे सेमानकर मुहरु हस हजि जाइछि। पाठ पढ़ारे सेमाने एते माने एते मात्रारे सेमाने से सब विषय गुड़िक को नहीं सेमाने चिंतित। आउ अनेक छुआ मानकर बयस बीती जाउछि, सेमानकर विवाह नहीं, सेथिपाई सेमाने चिंतित व्यतिव्यस्त होछन्ति। मु कहबाको चाहे ए जो समय एठी लेखा कौन सी विषय रे चिंतित हुआ नहीं, एटा गोटे चैलेंजिंग वर्ड। कहबा गले गोटे पर्वत चढ़ला परे चिंता गोटे करी हेबो नहीं कि केंती कथा कहउछन्ति, एंती कहबो प्रभु प्रभु तुमे केंती कथा एटा गोटे असंभव कथा। ए अध्याय रे पाउल कहउछन्ति सर्वदा आनंद कर, पुनश्च कहउछि आनंद, सब बेले आनंद रही हेबो नहीं। ए चैलेंज दे सारला परे पुनर्बार सही अध्याय रे आउ गोटे चैलेंज आमान को देउछन्ति कि कोनोसी विषय रे चिंतित हुओ नहीं। आमे अनेक समय रे चिंता न कले हेबो नहीं। जने लोक थिला से कहउथिले कि आउ मते एबे एंती पाई चिंता होछि जे मो जीवन रे चिंता काहेकि आसु नहीं, सेथि पाई मु बहुत व्यतिव्यस्त। आज आमे चिंता करबारे एते अभ्यास हो जाइछु जे जदि सब नॉर्मल चलिथिबो किछि होनथो, काहेकि हमर जीवन रे किछि एंती विषय गुडी का आसु नहीं जो विषय रे कि आमे चिंता करि पारनो। ए प्रकार आमे अनेक समय रे आमे भाबु थाउ। तेणु मु कहबा को चाहे परमेश्वर कहउछन्ति कोनोसी विषय रे चिंतित हो नहीं। जो समय रे आपण चिंतित होचन्ति, व्यतिव्यस्त होचन्ति, से समय रे प्रार्थना करंतु, प्रार्थना करंतु। आउ मु कहउथिली सेरा गोटे पर्वत चढ़ला परे गोटे चैलेंज अटे। से पर्वत को आमे जीवन काल मध्य रे से पर्वतर शिखर को आमे जाई पारबा नै, किंतु आमानकर विश्वास और भरोसा को प्रार्थना द्वारा आमे बढ़े से पर्वतर अधा को तो आमे पहुंची पारबा। चिंतारु टिके टिके तो आम माने मुक्त हे पारबा। आमे प्रार्थना करबा, कहबा आउ केमती कहबा प्रभु मोर प्रार्थना तुमे सुनिछ बोले धन्यवाद। जो समय रे एतिकी आम माने कहबा, आम मानकर प्रार्थना रे उठिबा, ताहले आम मानकर चिंता सब पळेबो। प्रथम पितर 5:6-7 रे लेखा गला, ताहांकर बलवंत हस्त रे समस्त विषय पढिबा। अतएव ईश्वरंकर बलवंत हस्त तले आपणाकु नत कर, जेपरि से तुम्भ मानकु यथा समय रे उन्नत करिबे। तुम्भ मानकर समस्त चिंतार भार ताहांक उपरे पकाओ, कारण से तुम्भ मानक निमंते चिंता करंती। आमानक निमंते चिंता करिबार आमानकर जणे ईश्वर अटंती। आ से केंती ईश्वर, तांकर हस्त केंती हस्तर, बलवंत हस्त अटे। स्थान आमे विभिन्न प्रकार विषय गुड़िक को नहीं चिंता करि थाउ, विभिन्न प्रकार भाबरे आमे चिंतित व्यतिव्यस्त होइथाउ। से समय रे आमे जो समय रे आमर ईश्वरंक निकटरे तांकर बलवंत हस्त तले आमर समस्त चिंतार भार आमे केमती आमर चिंतार भार तांको उपरे पकाइबा प्रार्थनार सहित। आमे अनेक समय रे प्रार्थना करू, प्रभु मोर ए सब विषय गुड़िक रही, मते मोर ए प्रार्थना सुनो, मोर ए प्रार्थनार उत्तर दियो। प्रभु मते बहुत व्यतिव्यस्त लागुछि, मो पिला मोर पिला माने मोर अबाध्य, मोर कथा सुनु नांती, सेथि पई मो बहुत व्यतिव्यस्त। सेमानकर फ्यूचर केमती हेबो सेथि पई मो बहुत व्यतिव्यस्त। आम परिवार केमती चलिबो, हमर बिजनेस गुड़िक ए दिन मानकर भलो चालू नाही। ए सब विषय गुड़िक को नहीं आम स्वामी स्त्री मध्य अनेक समय अशांत, केमती प्रभु ए सब परिस्थिति गुड़िकर सामना करी तुम्हें संभाल बोली आमे प्रार्थना करू, किंतु प्रभु मोर चिंतार भार नियो बोली आमे कहू। प्रभु जो समय मागंती आमे केंती करि थाउ, आमे देउछु, आमे शपथ धर नियंतु, एटा मोर प्रार्थना अनुरोध, आमे प्रभु को देउ थाउ। प्रभु मोर चिंतार भार नियो बोली, सियाडे प्रभु दे बोली मागले आमे अनेक समय एमती जाबुडी किना धरि थाउ। प्रभु को सहित एमती हमर खिचा खिची लागि थाए। प्रभु दे बोली कहले हाँ प्रभु नियो 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 बोली तो आमे कहू, मात्र से चिंता को आमे छाड़ी न थाउ। जो प्रार्थना आमे करि थाउ से प्रार्थना को प्रभु को निकट रे आमे रखि न थाउ। इयाडे आउथरे प्रभु जदि हमर प्रार्थना को झिकुचंती दे दे मते कहले आमे प्रार्थना करी नियो बोली कहू, किंतु से सब को आउ थरे आमे जाबुडी किना धरि थाउ। आमे प्रार्थना करि सारला परे मध्य
ମାନେ ସେଇ ସମାନ ଅବସ୍ଥାରେ ଥାଉ, କାହିଁକି ନା ଆମେ ଆମେ ଆମର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ଆମେ ପକଉନୁ। ପ୍ରାର୍ଥନା କରିବେ ଆଉ ପୁରା ଟେନସନ ଫ୍ରି ହେଇକିନା ରହିବେ, ଏତେ ଚିନ୍ତିତ ବ୍ୟତିବ୍ୟସ୍ତ ହେବା ନାହିଁ। କାରଣ ଆମେ ଯାହା ନିକଟରେ ଆମର ଚିନ୍ତାର ଭାର ଥଉଛୁ, ଯାହାକୁ ଆମର ଚିନ୍ତାର ବିଷୟ ଗୁଡିକ କହୁଛୁ, ତାଙ୍କର ହସ୍ତ ହଉଛି ବଳବନ୍ତ ହସ୍ତ। ଆଉ ସେ ବଳବନ୍ତ ହସ୍ତ ତଳେ ଯୋଉ ସମୟରେ ଆମେ নত ହଉଛୁ, ଲେଖା ଯାଉଛି ତାହା ଚିନ୍ତାର ଭାର ପକାଉଛୁ, ସେ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଆମେ ଗୀତ करता हूं मैं तेरी चिंता, तू क्यों चिंता करता है, आंसुओं के घाटियों में हाथ ना छोड़ूंगा तेरा। ଆମର ପରମେଶ୍ୱର ଏ ପ୍ରକାର ଜଣେ ପରମେଶ୍ୱର ଅଟନ୍ତି, ସମସ୍ତେ ଆମର ହାତ ଛାଡିଦେବେ ଆମର ଅସୁବିଧା ସମୟରେ, ଆମର ରୋଗ ସମୟରେ, ଆମର କଷ୍ଟ ସମୟରେ। ଅନେକ କୁହନ୍ତି ତମେ ଚିନ୍ତା କରିବା ଦରକାର ନାହିଁ, ଯୋଉ ସମୟରେ ଅସୁବିଧା ହବ ସେ ସମୟରେ ମୁଁ ତୁମ ସହିତ ଅଛି। ଯୋଉ ସମୟରେ ଆମର ଆବଶ୍ୟକ ପଡେ ସେ ବ୍ୟକ୍ତିଙ୍କୁ ଆମେ ମନେ ପକେଇ ଫୋନ କଲେ, ସେ ସମୟରେ କହିବେ ଯୋଉ ବ୍ୟକ୍ତିଙ୍କୁ ଆପଣ ଫୋନ କରୁଛନ୍ତି ବର୍ତ୍ତମାନ ସେ ନେଟୱାର୍କ ବାହାରେ ଅଛନ୍ତି, ଅପଘଞ୍ଚ ଦୂରତାରେ ଅଛନ୍ତି। ମାତ୍ର ଆମର ପରମେଶ୍ୱର ଯାହାଙ୍କ ଉପରେ ଆପଣ ଚିନ୍ତାର ଭାର ପକେଇବା, ସେ କେବେ ନେଟୱାର୍କ ବାହାରେ ଯାଆନ୍ତି ନାହିଁ, ସବୁବେଳେ ସେ ରିଚେବୁଲ ଏରିଆରେ ଥାନ୍ତି। ସେ କେବେ ମଧ୍ୟ ନଟ୍ ରିଚେବୁଲ ଏରିଆକୁ ସେ ଯାଆନ୍ତି ନାହିଁ। ଅନେକ ସମୟରେ ଆମେ ଅନରିଚେବୁଲ ହେଇଯାଇଥାଉ, ଆମେ ରିଚେବୁଲ ଏରିଆରେ ନଥାଉ, କିନ୍ତୁ ଆମର ଈଶ୍ୱର ଆମର ପରମେଶ୍ୱର ସବୁବେଳେ ରିଚେବୁଲ ଏରିଆରେ ଥାନ୍ତି। ଆଉ ସେ ପ୍ରତ୍ୟେକ ସମୟରେ ଆମ ନିମନ୍ତେ ସେ ଚିନ୍ତା କରନ୍ତି। ହାଉ ୱଣ୍ଡରଫୁଲ ଗଡ। ଆମର ସହିତ ଆମର ପରମେଶ୍ୱର କେମିତି, ମାନେ କେତେ ଆଶ୍ଚର୍ଯ୍ୟ ପରମେଶ୍ୱର ଆମମାନଙ୍କର ସହିତ ଅଛନ୍ତି, କେମିତି ସର୍ବଶକ୍ତିମାନ ପରମେଶ୍ୱର ଅଲମାଇଟି ଗଡ ଆମମାନଙ୍କର ସହିତ ଅଛନ୍ତି। ତେଣୁ ଆମେ କାହିଁକି ଚିନ୍ତା କରିବା ଆସିଲା, କାରଣ ସେ ତୁମ୍ଭମାନଙ୍କ ନିମନ୍ତେ ଚିନ୍ତା କରନ୍ତି। କାହିଁକି ଆମେ ଚିନ୍ତା କରିବା ନାହିଁ, ଆମର ସମସ୍ତ ଚିନ୍ତାର ଭାର ପ୍ରାର୍ଥନା ଦ୍ଵାରା ତାଙ୍କ ଉପରେ ପକେଇବା। ଓଭର ଥିଙ୍କିଂ ଗୁଡିକ ପ୍ରିୟ ମାନେ ଆମମାନଙ୍କର ଜୀବନକୁ ନଷ୍ଟ କରିଦିଏ, ଆମମାନଙ୍କୁ ବ୍ୟତିବ୍ୟସ୍ତ କରିଦିଏ, ଆମମାନଙ୍କୁ ପ୍ରଭୁଙ୍କ ମାର୍ଗରେ ବଢିବା ପାଇଁ ଦିଏ ନାହିଁ। ଆଜି ଅନେକ ଜଣ ପ୍ରଭୁରେ କାହିଁକି ବଢି ପାରୁନାହାନ୍ତି, କାରଣ ସେମାନଙ୍କର ଚିନ୍ତା ବସିଛନ୍ତି। ଅନେକ ଜଣ ଏ ପ୍ରକାର ଭାବରେ ଚିନ୍ତିତ, ଆଜିକାଲି ଲୋନ ଗୁଡିକ ବହୁତ ଇଜିରେ ସହଜରେ ମିଳିଯାଉଛି। ଅନେକ ଜଣ ମାନେ ଇଜିରେ ତ ମିଳୁଛି ବୋଲି ବିଭିନ୍ନ ପ୍ରକାର ଲୋନ ଗୁଡିକ ଆମମାନେ ନେଇଯାଇଥାଉ। ସେ ଲୋନର କିସ୍ତି ବାନ୍ଧିବାର ଅଛି ବୋଲି ରାତିରେ ଆମମାନଙ୍କୁ ନିଦ ହଉନଥିବ, କୁଆଡୁ ପଇସା ଆସିବ, କେମିତି କରିବୁ, ଏ ସବୁ ବିଷୟରେ ଚିନ୍ତିତ। ଅନେକ ଜଣ ଏବେ ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଚାଲିଛି, ସେ କେତେ ଦଉଛି ସରକାର, 1,80,000 ନା 2,00,000 ନା 3,00,000 ଦଉଛି। ସେ ଆଶାରେ ଆମେ ଯୋଉ ରହିଥିବା ସବୁ ଘର ଗୁଡିକକୁ ଆମେ ଭାଙ୍ଗି ପକେଇକିନା ସେ 2-3 ଲକ୍ଷର କଣ ଘର ହେବ କି, ଆମେ ଆହୁରି ଋଣଗ୍ରସ୍ତ ହେଇ ସେଥିପାଇଁ ଆମମାନେ ବହୁତ ଚିନ୍ତିତ ବ୍ୟତିବ୍ୟସ୍ତ ଆମମାନେ ହେଇଯାଉଛୁ। ଆମେ ଆମର ସମସ୍ତ ଚିନ୍ତାର ଭାର ଆମମାନଙ୍କର ବଳବନ୍ତ ହସ୍ତ ଯାହାର, ସେ ପରମେଶ୍ୱରଙ୍କ ନିକଟରେ ଆମମାନେ ପକେଇବା। ସେ ଆମମାନଙ୍କ ନିମନ୍ତେ ଚିନ୍ତା କରନ୍ତି। ଆମମାନଙ୍କର ଯୋଉ ସମୟରେ ଆପଣ ମାନେ କୌଣସି ପ୍ରକାର ବିଷୟରେ ବ୍ୟତିବ୍ୟସ୍ତ ହଉଛନ୍ତି, ଆପଣ ମାନଙ୍କର ପିଲାମାନଙ୍କର କ୍ୟାରିୟରକୁ ନେଇ, ପରିବାରରେ ଚଳିବା ପାଇଁ ଅସୁବିଧା ହଉଛି, ସେ ସମୟରେ ପ୍ରତ୍ୟେକ ପରିସ୍ଥିତିରେ ପ୍ରଭୁଙ୍କ ଉପରେ ଆପଣ ଚିନ୍ତାର ଭାରକୁ ରଖନ୍ତୁ। ମୁଁ ମୋର ସାକ୍ଷ୍ୟ କହିବାକୁ ଚାହେଁ, ଯୋଉ ସମୟରେ ପ୍ରଭୁଙ୍କର ଦାସ ସେବା କାର୍ଯ୍ୟକୁ ଆସିଲେ, ସେବା କାର୍ଯ୍ୟକୁ ଆସିବା ପୂର୍ବରୁ ସେ କଣ୍ଟ୍ରାକ୍ଟିଂ ଲାଇନରେ ଥିଲେ। ଆମର ବହୁତ ଭଲ ଇନକମ୍ ହୁଏ, ପର ୱିକ୍, ମନ୍ଥରେ ନାହିଁ ତ ପର ୱିକ୍ ସେ ମତେ 5,000 ଦିଅନ୍ତି ଘର ଚଳେଇବା ପାଇଁ। ସପ୍ତାହକୁ 5,000 କେବଳ ଘର ଖର୍ଚ୍ଚ କରିବା ପାଇଁ ସେ ମତେ ଦିଅନ୍ତି। ମାତ୍ର ଏମିତି ହେଲା, ଯୋଉ ସମୟରେ ସେ ସେବା କାର୍ଯ୍ୟକୁ ଆସିଲେ, ସେ ସମୟରେ ଆମମାନଙ୍କର ପରିସ୍ଥିତି ଏ ପ୍ରକାର ହେଲା ଯେ ପ୍ରାୟ ମାସକୁ 5,000, ମୋର ମୁଣ୍ଡ କାମ ମାନେ ସପ୍ତାହର 5,000, ଏବେ ମାସକୁ ଏତିକିରେ ଆମେ କେମିତି ଚଳିବୁ। ବିଭିନ୍ନ ପ୍ରକାର ମତେ ସେ ସମୟରେ ମୁଁ ବହୁତ ଅସ୍ତବ୍ୟସ୍ତ ହେଇଯାଏ। ଏସବୁକୁ ମୁଁ କେମିତି ଡିଲ୍ କରିବି, ପିଲାମାନଙ୍କର ସ୍କୁଲ ଫିଜ୍, ଏସବୁରେ ମୁଁ କେମିତି ଡିଲ୍ କରିବି। ଯୋଉ ସମୟରେ ମୁଁ ବହୁତ ଚିନ୍ତିତ ବ୍ୟତିବ୍ୟସ୍ତ ହେଇଯାଏ, ମୋର ଏ ଦିଟା ବାହୁ ବହୁତ ବଥାଏ। ମୁଁ ସେ ସମୟରେ ଜାଣିନଥିଲି ଯେ କାହିଁକି ଏଟା ବଥାଉଛି, ନା ଏ ପେନ୍ ଯାକ ତ ମତେ କେବେ ହଉନଥିଲା, କାହିଁକି ହେଲା। ତାପରେ ମୁଁ ଦିନେ ବସିକିନା ଭାବିଲି, ତାପରେ ବଥା ହେଲା। ତାପରେ ମୁଁ ଏ ବାକ୍ୟ ଗୁଡିକକୁ ମୋର ଜୀବନରେ ମୁଁ ପ୍ରାକ୍ଟିସ କଲି। ମୋ ଜୀବନର ସମସ୍ତ ଚିନ୍ତାର ଭାର ମୁଁ ତାଙ୍କ ଉପରେ ପକେଇବି। ଆଉ ଯୋଉ ସମୟରେ
ମୁଁ ମୋର ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକେଇଲି। ମୁଁ କହିବାକୁ ଚାହେଁ ଯୋଉ ସମୟରେ ମାନେ ସେକୁଲାର କାମରେ ଥିଲେ ପ୍ରଭୁଙ୍କ ଦାସ, ସେ ସମୟରେ ଆମେ କେବେ ମଧ୍ୟ ଆମମାନଙ୍କର ପିଲାମାନଙ୍କର ସ୍କୁଲ ଫିଜକୁ ଆମେ ଏକାଥରେ କେବେ ମଧ୍ୟ ବାନ୍ଧିନୁ। ପୁରା ବର୍ଷ ଯାକ ଆମେ କିସ୍ତି କିସ୍ତି ୱାଇଜ ବାନ୍ଧୁଥିଲୁ, କିନ୍ତୁ ସେବା କାର୍ଯ୍ୟରେ ଆସିଲା ପରେ ପ୍ରଭୁ ଏ ପ୍ରକାର ଅନୁଗ୍ରହ କଲେ ଯେ ଆମେ ଏକାଥରେ ସେମାନଙ୍କର ସମସ୍ତ ଆନୁଆଲ ଫିଜକୁ ଆମେ ବାନ୍ଧିଦେଲୁ। ଆଉ ପ୍ରଭୁ ସେ ପ୍ରକାର ଭାବରେ ଆମମାନଙ୍କର ଯତ୍ନ ନେଲେ। ତାଙ୍କର ଉପରେ ମୁଁ ଚିନ୍ତାର ଭାରକୁ ମୁଁ ପକେଇଲି। ଆଉ ଗୋଟେ ବିଷୟ, ଯେହେତୁ କଣ୍ଟ୍ରାକ୍ଟିଂ ଲାଇନରେ ଥିବା ଲୋକ, ଯଦି ବିଲ୍ ହେଇନଥିବ କହିଲେ ଆକୁ ତାକୁ ଧାର ମାଗନ୍ତି। ଆମ ସାହିରେ ଜଣେ ଥିଲେ, ସେ ସବୁ ସମୟରେ ଦିଅନ୍ତି, ଆଉ ଅନ୍ୟମାନଙ୍କ ଠାରୁ ସେ 10% ଇଣ୍ଟରେଷ୍ଟ ନିଅନ୍ତି, କିନ୍ତୁ ଆମକୁ ସେ 5% ଇଣ୍ଟରେଷ୍ଟରେ ସେ ପଇସା ଦଉଥିଲେ। ତ ଯୋଉ ସମୟରେ ପିଲାମାନଙ୍କର ସ୍କୁଲ ଆଡମିସନ ତ ହେବାର ଅଛି, ଅଭ୍ୟାସ ତ ଅଛି, କିନ୍ତୁ ଏବେ ଆମେ ଆଉ ପ୍ରଭୁଙ୍କ ସେବା କାର୍ଯ୍ୟରେ ଆସିକି ଆଉ ଏଇ 5-6 ବର୍ଷ ହବ ଆମେ କାହାକୁ ଆଉ ମାନେ 3-4 ବର୍ଷ ହବ ଆଉ କାହାକୁ ଆମେ ହାତ ପତଉନୁ। କିନ୍ତୁ ସେ ସମୟରେ ଅଭ୍ୟାସ ଥିଲା, ଯେହେତୁ କଣ୍ଟ୍ରାକ୍ଟିଂ ଲାଇନରେ ଥିବା ସମୟରେ ସେ ଅଭ୍ୟାସଟାକୁ ମୁଁ ଠିକ ଅଛି ସେ ଭାଉଜ ତ ଅଛନ୍ତି, ତାଙ୍କୁ ମାଗିଦେଲେ ପିଲାମାନଙ୍କର ଆଡମିସନ ହବ, ତାପରେ ଆମେ ଦେଇଦେବା। ମୁଁ ଗଲି ତାଙ୍କ ପାଖକୁ, ଆଉ ଭାଉଜ ପିଲାମାନଙ୍କର ଆଡମିସନ ଅଛି, ତୁମେ ମତେ ପଇସା ଦେଇଥାଅ। ସେ ସମୟରେ ମନା କଲେ, କିନ୍ତୁ ଆଗରେ ଯୋଉ ସମୟରେ ଦଉଥିଲେ, ଯୋଉ ସମୟରେ ଆମେ କଣ୍ଟ୍ରାକ୍ଟିଂ ଲାଇନରେ ଥିଲୁ, କାମ କରୁଥିଲୁ, ଏବେ ଜାଣିଦେଲେ ଯେ ସେ ବିଜାତି ଲୋକ, ଜାଣିଦେଲେ ଯେ ଆଉ ନିର୍ମଳ ଆଉ କାମ କରୁନାହିଁ, ସେ କେମିତି ଚଳିବ, ତାର ଅସୁବିଧା ବୋଲି ଲୋକ ସେ ଜାଣିକିନା ସେ ମନା କରେ। ସେ ମନା କଲା ପରେ ମତେ ବହୁତ କଷ୍ଟ ଲାଗିଲା। ସେହି ଦିନଠୁ ମୁଁ ପ୍ରାର୍ଥନା କଲି, ପ୍ରଭୁ ଯଦି ଏ ହାତ କାହାକୁ ବଢିବ ତାହେଲେ ଦେବା ପାଇଁ ବଢିବ ସିନା, କାହାଗରେ ମାନେ ହାତ ପତେଇବି, କାହାକୁ ମାଗବା ପାଇଁ ମୁଁ ପତେଇବିନି। ତୁମେ ମତେ ଏତିକି Amen. ଅନୁଗ୍ରହ କର। ଆଉ ସେ Amen. ଦିନଠୁ Amen. ଆଜି ସେ ଆମେ କେବେ ମଧ୍ୟ କାହାଗରେ ଏମିତି ମାନେ ଆମର ପିଲାମାନଙ୍କର ଆଡମିସନ ପାଇଁ କି ଆମର ଘରର ଆବଶ୍ୟକତା ପାଇଁ ଦିଅ ମାଗିନୁ। ମୁଁ ସେ ଭାଉଜଙ୍କୁ ଅନେକ ସମୟରେ ମୁଁ ମନେ ପକାଇ ଧନ୍ୟବାଦ ଦିଏ ଯେ ସେ ଗୋଟେ ମତେ ଲେସନ ଦେଲେ ଯେ ଆମେ ଅନ୍ୟମାନଙ୍କର ଆଗରେ ହାତ ପତେଇବା ନାହିଁ, କେବଳ ପ୍ରଭୁଙ୍କ ନିକଟରେ ଆପଣ ସମସ୍ତ ଚିନ୍ତାର ଭାରକୁ ପକେଇବା। ଆଉ ପ୍ରଭୁ ଅନୁଗ୍ରହ କଲେ, ସେ ଦିନ ଠାରୁ ପ୍ରଭୁ ଏ ପ୍ରକାର ଭାବରେ ଆମମାନଙ୍କର ସାହାଯ୍ୟ କଲେ ଯେ ପ୍ରଭୁ ସକଳ ଆବଶ୍ୟକତା ଗୁଡିକ ଆମ ପୂର୍ଣ୍ଣ କରୁଛନ୍ତି। କାରଣ ଆମେ ନୂଆ ନୂଆରେ ସେବା କାର୍ଯ୍ୟରେ ଆସିଥିଲୁ, ଆମେ ଶିଖିନାଉ, ଅଳ୍ପ ପଇସାରେ ଚଳି ଶିଖିନାଉ କେମିତି ଚଳିବୁ। ସେ ସମୟରେ ପ୍ରଭୁ ମତେ ପ୍ରତ୍ୟେକ ବିଷୟରେ ମୋର ସହିତ ରହି ରହି, ପ୍ରଭୁଙ୍କର ଦାସ ସେ ବିନ୍ଦାସ ରୁହନ୍ତି, ସେ ବହୁତ ଚିନ୍ତିତ ବ୍ୟତିବ୍ୟସ୍ତ ହୁଅନ୍ତି ନାହିଁ। ଯେହେତୁ ମୁଁ ବହୁତ ବ୍ୟତିବ୍ୟସ୍ତ ହୁଏ, ମୁଁ ବହୁତ ଚିନ୍ତିତ ହୁଏ, କିନ୍ତୁ ପ୍ରଭୁ ଅନୁଗ୍ରହ କରି ଏ ଦିନ ମାନଙ୍କରେ ମତେ ଶିଖେଇଲେ ଯେ ମୁଁ କେମିତି ସମସ୍ତ ଚିନ୍ତାର ଭାର ତାଙ୍କ ଉପରେ ପକେଇବି। ଆଉ ଅତିରିକ୍ତ ଚିନ୍ତାରୁ ଏବେ ମୋର ଏଇ ବାହୁ ଯାକ ବଥା ହଉନାହିଁ, କାରଣ ମୋର ଚିନ୍ତାର ଭାର ସେ ନେଇଯାଇଛନ୍ତି। ଆଜି ଅନେକ ଜଣ ନିଜେ ନିଜେ ଚିନ୍ତା କରି ପୁରା ବ୍ଲଡ ପ୍ରେସର ହାଇ କରି ସେମାନେ ମେଡିକାଲ ଆଡମିଟ ହୁଅନ୍ତି। କାର ତ କିଏ ତ ପାରାଲାଇଜ ଆଟାକ ମାନେ ପାରାଲାଇଜ ମଧ୍ୟ ହେଇଯାଉଛନ୍ତି। କିନ୍ତୁ ପ୍ରଭୁ ଅନୁଗ୍ରହ କରନ୍ତୁ, ଆମର ସମସ୍ତ ଚିନ୍ତାର ଭାର ଆମେ ତାହାଙ୍କ ଉପରେ ପକେଇବାର ଶିଖିବା। ପ୍ରଭୁ ସେ ପ୍ରକାର ଭାବରେ ଆମମାନଙ୍କର ଯତ୍ନ ନିଅନ୍ତି, ଆଉ ତେଣୁ ସେ କହୁଛନ୍ତି କୌଣସି ବିଷୟରେ ଚିନ୍ତିତ ହୁଅ ନାହିଁ। ମୁଁ ତମ ପାଇଁ ଚିନ୍ତା କରୁଛି ପରା। ସେ ଚିନ୍ତା କରିବା ପରମେଶ୍ୱର ଅଟନ୍ତି, ଯେ ସର୍ବଶକ୍ତିମାନ, ସର୍ବବ୍ୟାପୀ, ସର୍ବ ଅନ୍ତର୍ଯ୍ୟାମୀ, ଯେ କି ଆମମାନଙ୍କ ନିମନ୍ତେ ସେ ଚିନ୍ତା କରନ୍ତି। ତେଣୁ ଆମେ କେବେ ମଧ୍ୟ ଚିନ୍ତିତ ଆଉ ବ୍ୟତିବ୍ୟସ୍ତ କେବେ ମଧ୍ୟ ହେବା ନାହିଁ। ଆମମାନଙ୍କର ସମସ୍ତ ଚିନ୍ତାର ଭାର ତାହାଙ୍କ ଉପରେ ଆମମାନେ ପକେଇବା। ଆମେ ଦେଖୁ ଅନେକ ସମୟରେ ଆମେ ପ୍ରଥମେ ଆଦି ପୁସ୍ତକ 32:7 ପଢିବା। ତହିଁରେ ଯାକୁବ ଅତିଶୟ ଭୀତ ଓ ଉଦ୍ବିଗ୍ନ ହେଲା, ପୁଣି ସଙ୍ଗୀ ଲୋକମାନଙ୍କୁ ଓ ଗୋମେସାଦି ସମସ୍ତ ପୋଲ ଓ ଓଟମାନଙ୍କୁ ଭିନ୍ନ ଭିନ୍ନ କରି 2 ଦଳ କରି କହିଲା। ଅନେକ ସମୟରେ କଣ ହୁଏ, ଯଦି ପିଲା ଯଦି ଏକ୍ଜାମ ଦେଇଥିବ, ରିଜଲ୍ଟ ବାହାରିବାର ଥିବ, ସେ ଏତେ ଓଭର ଥିଙ୍କିଂ ଯେ ବା ମୁଁ ଯଦି ଫେଲ ହେଇଯାଇଥିବି, ବାପା କଣ କହିବେ, ମା କଣ କହିବେ, ସେ ଅଙ୍କଲ କଣ କହିବେ, ଚର୍ଚ୍ଚର ପାଷ୍ଟର କଣ କହିବେ। ଏବେ ଯାଏ ରିଜଲ୍ଟ ବାହାର ନାହିଁ, ଏକ୍ଜାମ ଦେଇଛି, ମାତ୍ର ସେ କଣ ଭାବୁଛି ମୁଁ ଯଦି ଫେଲ ହେଇଯାଇଥିବି। ଏ ପ୍ରକାର ମାନେ ଅତିରିକ୍ତ ଚିନ୍ତା। ଆଉ ଯୋଉ ସମୟରେ ଆମମାନଙ୍କର ବ୍ଲଡ ଟେଷ୍ଟ ପାଇଁ ଆମେ ଦେଇଥାଉ, ସପୋଜ ଧରି ନିଅନ୍ତୁ ଆମର ଗୋଡ ଟିକେ ଫୁଲି ଯାଇଛି, ଏ ମା
मोर ब्लड टेस्ट रिपोर्ट दिया मोर किडनी प्रॉब्लम हो जाए नहीं तो जदि हार्ट टिके बथा होतिबा ए साइड रे तो हार्ट रुहे छाती टिके बथा होतिले ए साइड रे तो हार्ट रुहे काले मोर हार्ट रे किछि प्रॉब्लम है नहीं तो हार्ट ब्लॉकेज हो जाए नहीं तो ए प्रकार विभिन्न प्रकार ओवर थिंकिंग गुडी काम मानकर होता तापर ब्लड टेस्ट रिपोर्ट आसला बेले पूरा नॉर्मल थिबो किछि हेई नथिबो अनेक समय से प्रकार विषय गुड़िक को नहीं आम बहुत ओवर थिंकिंग हो जाता रोसई कला बेले मध्य जदि टिके गैस लिकेज गैस जदि पूरा फाटी जीव ए प्रकार आम छोट माने न हेबा विषय गुड़िक निमंते आमे बहुत चिंतित होता बहुत व्यतिव्यस्त होता ए स्थान रे जो समय जाकुब शुणी जाकुब केमतीटा जाकुब को आमे जानिछु गोटे गिना मसूर डाली पे निजर भाईर ज्येष्ठ अधिकार नहीं जाइछि बापा को कही कि बापा मु तुमर बड़ पुओ बोली किना ठकी किना मु एसा बोली ठकी किना बापा बड़ भाईर आशीर्वाद को मध्य चोरी करी नहीं जाइछि ए प्रकार जाकुब कौन होचंती तापरे सब करिकिना डरिकिना से जाई निजर मामू घरे रहिचंती मामू घर तापरे फेरबा समय रे कौन हेची से सुनिची जे एसाउ 400 लोक को धरिकिना जाकुब पाखु आसुचंती से समय रे जाकुब डरी जाउचंती जाकुब भयभीत होचंती बापा रे एसाउ रो तो गोटे गिना डाली पे मु तार ज्येष्ठ अधिकार नहीं जाइछि बापा को ठोकी किना तार आशीर्वाद मध्य मु चोरी करी नहीं जाइछि एसो एबे जाए से राग भूली नहीं से राग अच्छी बोली 400 लोक जणे आसले है नथंता 400 जन को धरिकिना से आसुची निश्चय मते से मारवा पे ही आसुथिबो एंती भाबुचंती ए सब निश्चय से मते मारबो ए स्थान रे आमे देखुचु संकट एबे जे आसी नाही मात्र दाऊदंकर चिंतारे से संकट पळे आसीची असुविधा एबे जे तांकर जीवन रे आसी नाही तांकर भावना रे से असुविधा पळे आसीची अनेक समय आमे मध्य अच्छे आम जड़े पड़ोशी से कौन करते ट्रेन रे जीवा समय जदि ट्रेन रे जाउथिबो एबे तो से ट्रेन दुर्घटना हेची आमर ट्रेन मध्य सेंती दुर्घटना हे गले एंती से कहते टिके देह खराब हेले मु जदि मरी जीवी एते बड़ घर बांधीचु मो स्वामी आउ काकू बाहाए जीवे एंती कहते से भौणी माने एते ओवर थिंकिंग मु कहे तुमे एते छोट छ तुमे एबे कुआडे चली जीव प्रभु तुमको आउरी उत्तम स्वास्थ्य दे दीर्घायु करी रखंत ए प्रकार ओवर थिंकिंग करबा लोक अनेक अछंती आमान को प्रभु सहायता करंतु से अतिरिक्त चिंतारू प्रभु आमान को बाहर करंतु ए जगह जाकुब मध्य मां मो भाई एसाउ को तो मु एंती एंती करी ठकीची से एबे जाई से राग भूली नहीं मते से कौन करबा पे आसुची मारवा पे आसुची हत्या करबा पे आसुची तेणु से प्लानिंग करूची कौन से प्लानिंग करूची मु जो मान को अधिक प्रेम करूची से मान को पछरे रखि देबी जो मान को से मान को ठारू टिके आउरी कम प्रेम करूची से मान को टिके आगरे रखबी तापरे से आगरे रखबी एंती करी करी से कौन करूचंती सजाउचंती लेखा जद ना से ऑटो मान को भिन्न भिन्न दुई दल करी कला केंती मु राहेल को बहुत प्रेम करूची राहेल रो पिला मन को पछरे रखबी तापरे ए दासी रो तापरे ए दासी रो तापरे लेया रो पिला मन को कारण से लेया को बेसी प्रेम करू नथिले ना से ठकी किना पळै जाइचंती तो जेंती ए ठकी चंती तांकर ससुर मध्ये तांको से प्रकार ठकी चंती एबे भाबुचंती मोर ससुर तो मोर प्रति बेमानी मते ठकेला मोर भाई प्रति तो मु अन्याय करिछि मोर भाई को मु ठकिछि मो भाई मध्ये तार प्रतिशोध नेबा पई से आसुची कहि किना से प्लानिंग करी से सजाउछंती मात्र 33 रो 4 रे देखंतु सेते बेले एसाउ ताहाको भेटिबाको धाई आसी ताहार गळा धरी आलिंगन और चुम्बन कला पुणी दुहे रोदन कले एसो आसी जाकुब को गोटे चटकणा मध्ये बसाई ना गोटे चापड़ा मध्ये मारी ना उल्टा तांको आसी आलिंगन करे हक करिकिना चुम्बन करूछंती अनेक समय आमे भाबू से मो विरुद्ध एंती चक्रांत करुथिबो से मो विषय एंती भाबुथिबो मते एंती करबा पई से चेष्टा करुथिबो आमर चिंता केंती लोक आम विषय कौन भाबुछंती लोक आम प्रति कौन कहिबे
ଯଦି ସେ ଲୋକ ଆପଣଙ୍କର ବିଷୟରେ କଣ ଚିନ୍ତା କରୁଛନ୍ତି ଆପଣ ଚିନ୍ତା କରିବେ ବୋଲେ ସେ କଣ ଚିନ୍ତା କରିବେ ଆପଣଙ୍କ ପାଇଁ ଛାଡି ଦିଅନ୍ତୁ ତାଙ୍କେ ତାଙ୍କର ବିଷୟରେ ସେ ସବୁ ବିଷୟ ଗୁଡିକରେ ଚିନ୍ତିତ ହେବେ। ଏ ସ୍ଥାନରେ ଜାକୁବଙ୍କର ଓଭର ଥିଙ୍କିଂ ମାତ୍ର ସେମିତି କିଛି ହେଉନାହିଁ। ଆମ ଜୀବନରେ ମଧ୍ୟ ସଙ୍କଟ ଆସିବା ପୂର୍ବରୁ ଆମର ଭାବନାରେ ଆମର ସଙ୍କଟକୁ ଆମେ ଧରି ଆସିଥାଉ, ଆମ ଚିନ୍ତାରେ ଆମର ସଙ୍କଟକୁ ଆମେ ଘରକୁ ଧରି ପଳେଇ ଆସିଥାଉ। ଜାକୁବଙ୍କର ଜୀବନରେ ସେ ଯାଇ ଏସୁ ତାଙ୍କ ସାମ୍ନାକୁ ଆସି ମଧ୍ୟ ନାହାନ୍ତି, ମାତ୍ର ସେ ଚିନ୍ତା କରୁଛନ୍ତି ମୋ ଭାଇ ଆସୁଛି 400 ଲୋକକୁ ଧରି ଆସୁଛି, ମତେ ମାରିଦେବ, ମୋର ଏତେ ଗୋରୁ ମେଷ ପୋଲ ମାନଙ୍କୁ ସମସ୍ତଙ୍କୁ ମାରିଦେବ, ସମସ୍ତଙ୍କୁ ଆଗରେ ପଠାଇ ଦେଇ ସରି ଜାକୁବ ପଛରେ ରହିଯାଉଛନ୍ତି। ଏ ପ୍ରକାର ମାନେ ଓଭର ଥିଙ୍କିଂ ନ କରୁ, ଯଦ୍ୱାରା କି ଆମେ ଅନେକ ସମୟରେ ବିଭିନ୍ନ ପ୍ରକାର ବିଷୟ ଗୁଡିକ ନିମନ୍ତେ ଆମେ ବ୍ୟତିବ୍ୟସ୍ତ ହେଇଯାଇଥାଏ। ଆଉ ଗୋଟେ ବିଷୟ ମତେ ବହୁତ ଭଲ ଲାଗେ, ମାଥ୍ୟୁ 6:25-34। ଏ ଅଧ୍ୟାୟ ଅନେକ ସମୟରେ ମତେ ବଳ ପ୍ରଦାନ କରେ। ଆଉ ପ୍ରଭୁ ନିଶ୍ଚିନ୍ତ ଭାବରେ ସେ ପ୍ରକାର ହିଁ ଆମମାନଙ୍କର ଯତ୍ନ ନେଇଛନ୍ତି। ସେ ସ୍ଥାନରେ ଏ ପ୍ରକାର ଲେଖାଯାଏ, ଏଥିନିମନ୍ତେ ମୁଁ ତୁମ୍ଭମାନଙ୍କୁ କହୁଅଛି, କଣ ଖାଇବ ବା କଣ ପିଇବ ଏପରି ଭାଳି ତୁମ୍ଭମାନଙ୍କ ଜୀବନ ନିମନ୍ତେ କିଏ ବା କଣ ପିନ୍ଧିବ ଏପରି ଭାଳି ତୁମ୍ଭମାନଙ୍କ ଶରୀର ନିମନ୍ତେ ମଧ୍ୟ ଚିନ୍ତା କର ନାହିଁ। ଭୋଗ୍ୟ ଅପେକ୍ଷା ଜୀବନ, ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ। ଆମର କଣ ଖାଇବେ କଣ ପିଇବେ ଚିନ୍ତା। ଆଗ କେମିତି ଥିଲା, ସକାଳେ ଉଠିଲେ ଆମମାନଙ୍କୁ ଖାଇବାକୁ ମିଳିବ କି ନାହିଁ ବୋଲି ଚିନ୍ତା, କିନ୍ତୁ ଆଜି ସାଧାରଣତଃ ଭଉଣୀ ମାନଙ୍କର ଚିନ୍ତା ସକାଳେ ବ୍ରେକଫାଷ୍ଟରେ କଣ ବନେଇବି, ଲଞ୍ଚରେ କଣ ବନେଇବି, ଡିନରରେ କଣ ବନେଇବି, ଏଇଟା ଚିନ୍ତା ଏବେ ଭଉଣୀ ମାନଙ୍କର। ସକାଳେ ଉଠୁଠୁ କେମିତି କଣ ବନେଇବାର ଅଛି, ହେଲେ ବ୍ରେକଫାଷ୍ଟ କଣ କରିବି। ଆଗେ ଲୋକମାନଙ୍କର ଚିନ୍ତା ଥିଲା ସକାଳେ ଉଠିଲେ ଆମକୁ ଖାଇବାକୁ ମିଳିବ କି ନାହିଁ, ମାତ୍ର ଆଜିର ଲୋକମାନଙ୍କର ଚିନ୍ତା କଣ ଖାଇବୁ, ଏତେ ଅଛି ଯେ ଆମେ କଣ ଖାଇବୁ, ସେଥିପାଇଁ ଆମେ ଅନେକ ସମୟରେ ଚିନ୍ତିତ ହଉଛୁ। ଆମର ଚିନ୍ତା ଏସବୁ ବିଷୟରେ ନାହିଁ। ଏସବୁ ବିଷୟ ନିମନ୍ତେ ଆମେ ବ୍ୟତିବ୍ୟସ୍ତ ହେବା ନାହିଁ। ଆମର ଖାଇବାଟା, ଆମର ପିଇବାଟା ଆମର ପରମେଶ୍ୱର ଜାଣନ୍ତି। ସେ ଯାହା ମାନଙ୍କୁ ଦରକାର, ମୁଁ ଜନ୍ମ ହେବା ଦିନ, ମୁଁ ଏ ଧରା ପୃଷ୍ଠରେ ଯେତିକି ଦିନ ରହିବି, ସେତିକି ଦିନରେ କେତିକି ଡ୍ରେସ୍ ପିନ୍ଧିବି, କେତିକି ଚାଉଳ ଖାଇବି, କେତିକି ଡାଲି ଖାଇବି, ସେ ସବୁ ମୋର ପରମେଶ୍ୱର ଜାଣିଛନ୍ତି। ଆଉ ସେ ସବୁର ପ୍ରୋଭିଜନ କରିକିନା ସେ ମତେ ପଠେଇଛନ୍ତି। ସେ ପ୍ରଥମେ ଆଦମକୁ ଏଦନ ଉଦ୍ୟାନରେ ନେଇ ରଖିଦେଲେ ନାହିଁ। ଆଦମର ସମସ୍ତ ଆବଶ୍ୟକତା ଏଦନ ଉଦ୍ୟାନରେ ରଖିଲା ପରେ ଆଦମଙ୍କୁ ଏଦନ ଉଦ୍ୟାନରେ ନେଇ ରଖିଛନ୍ତି। ଆମର ପରମେଶ୍ୱର ମଧ୍ୟ ଏ ଧରା ପୃଷ୍ଠରେ ସେମିତି ଆମମାନଙ୍କୁ ପଠାଇ ଦେଇନାହାନ୍ତି। ଆମ ପାଇଁ ସମସ୍ତ ଯୋଜନା କରି ଆମେ କେତିକି ଚାଉଳ ପିନ୍ଧିବୁ, କୋଉ ଡ୍ରେସ୍ ପିନ୍ଧିବୁ, କେମିତି ସାବୁନ ଲଗାଇବୁ, କୋଉ ତେଲ ଲଗାଇବୁ, କେତିକି ଲଗାଇବୁ, ସେ ସବୁ ଜାଣିଛନ୍ତି। ଆଉ ସେ ସବୁର ମାନେ ଯେତିକି ଦରକାର ସେ ସବୁ କରିକିନା ଆମମାନଙ୍କୁ ସେ ପଠେଇଛନ୍ତି। ତେଣୁ ଆମମାନଙ୍କୁ ବ୍ୟତିବ୍ୟସ୍ତ ହେବାର ନାହିଁ ଖାଇବା ପାଇଁ, ପିନ୍ଧିବା ପାଇଁ। ଆଗେ ଲୋକମାନଙ୍କୁ ପିନ୍ଧିବା ପାଇଁ ଡ୍ରେସ୍ ନଥିଲା, କିନ୍ତୁ ଏବେ ଆମମାନଙ୍କ ପାଖରେ ବ୍ରାଣ୍ଡେଡ ଡ୍ରେସ୍ ନାହିଁ ବୋଲି ଲୋକମାନଙ୍କର ଚିନ୍ତା। ଖ୍ରୀଷ୍ଟମାସରେ ମୁଁ ପାଟ ଶାଢୀ ପିନ୍ଧି ପାରିଲି ନାହିଁ ବୋଲି ଅନେକ ମୁହଁ ଶୁଖେଇଥିବେ। ଆମର ଭଉଣୀ ମାନେ କେମିତି, ଯେହେତୁ ମୁଁ ଭଉଣୀ ତ ସେଥିପାଇଁ ଭଉଣୀ ମାନଙ୍କ ବିଷୟରେ ମୁଁ ବହୁତ କହେ। ଯାଇଥିବୁ ଶାଢୀ ଦେଖ, ବହୁତ ସେ ତାଙ୍କ ଶାଢୀ ହଜବେଣ୍ଡ ଆଣି ଦେଇଥିବେ, ବହୁତ ଖୁସିରେ ପିନ୍ଧିକିନା ଯାଇଥିବେ, କିନ୍ତୁ ଚର୍ଚ୍ଚରେ ଆଉ ଜଣେ ଭଉଣୀ ତାଙ୍କ ଠାରୁ ଆହୁରି ଟିକେ କଷ୍ଟଲି ଭଲ ଶାଢୀ ପିନ୍ଧିଥିଲେ, ଆମର ଟେନସନ ହେଇଯାଇଥାଏ। ବା ତାର ଶାଢୀ କେତେ ବଢିଆ ଅଛି, ମୋରଟା ଟିକେ ଲୋ କ୍ୱାଲିଟିର, ମାନେ ଟିକେ ଶସ୍ତା ହେଇଗଲା। ଆମେ ଏ ପ୍ରକାର ଭାବି ଆମେ ଚିନ୍ତିତ ହୋଇଥାଉ। ତାକୁ ଭଲଟା ମିଳିଲା, ମତେ ଏସବୁ ବିଷୟରେ ଆମେ ପିନ୍ଧିବା ପାଇଁ, ଖାଇବା ପାଇଁ ମୁଁ ଅନେକ ସମୟରେ କହେ, ବସ୍ତ୍ର କାହିଁକି ପିନ୍ଧୁଛୁ, ଶରୀରକୁ ଲୁଚେଇବା ପାଇଁ। ତ ଏତେ ସବୁ ଇଏ ହେବାର କିଛି ଆବଶ୍ୟକତା ନାହିଁ। ନାଇଁ ଏମିତି ହେବାର ଅଛି, ସେମିତି ହେବାର ଅଛି। ପ୍ରଭୁ ଯାହା ଦେଉଛନ୍ତି, ଆମ ଏଠି ଲେଖାଗଲା ନା, ଭକ୍ଷ୍ୟ ଅପେକ୍ଷା ଜୀବନ, ବସ୍ତ୍ର ଅପେକ୍ଷା ଶରୀର କି ଶ୍ରେଷ୍ଠ ନୁହେଁ। ଆମର ପରମେଶ୍ୱର ସେ ପ୍ରକାର ପରମେଶ୍ୱର, ଯୋଉ ପରମେଶ୍ୱର ଆକାଶର ପକ୍ଷୀ ମାନଙ୍କୁ ଦେଖ, ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କି ଅବା ଅମାର ସଞ୍ଚୟ କରନ୍ତି ନାହିଁ, ଅବା ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି, ତୁମ୍ଭେମାନେ କଣ ସେମାନଙ୍କ ଠାରୁ ଶ୍ରେଷ୍ଠ ନୁହଁ? ଆମର ପରମେଶ୍ୱର ଯେବେ ଆକାଶର ପକ୍ଷୀ ମାନଙ୍କୁ ଖାଦ୍ୟ ଦେଇ ଜାଣନ୍ତି,
जो घास आज अच्छी काली को चुली रे पका जीव ता प्रति एते सुंदर शोभा दे पारंती से घास ठारू से आकाशर पक्षी ठारू आमे श्रेष्ठ नाहु कि सेतिबे छोटे छोटे आवश्यकता पे आमे काहेकि चिंतित हेबा काहेकि व्यतिव्यस्त हेबा आज आमे अनेक भाबु नहीं मो पाखे गाड़ी नहीं मोर पाखे माने कार नहीं बोली आमे अनेक जन व्यतिव्यस्त होछु जो समय रे आमर परमेश्वर जानते हमको साइकिल रो आवश्यकता अछि से समय रे से साइकिल देबे जो समय रे से जानबे जे मोटरसाइकिल रो आवश्यकता अछि से समय से मोटरसाइकिल आ कार रो आवश्यकता अछि कहले मध्ये से कार मध्ये देबे आउ जदि एरोप्लेन रो मध्ये आवश्यकता अछि बोले से जानुचंती से समय से आवश्यकता को मध्ये से आमानकर जीवन रे से पूर्ण करबे सेथिबे व्यतिव्यस्त हेबार आवश्यकता नहीं आज कुड़िया घरे अच्छु प्रेज द लॉर्ड कारण सेटा ही आमानकर ए समय रो आवश्यकता अटे आज जदि प्रभु चाहे कोठा घर देवाई से समय से कोठा घर को देवे ए सब विषय पे आम को व्यतिव्यस्त चिंतित हेबार किसी आवश्यकता नहीं कारण आमर परमेश्वर केंतिका परमेश्वर से आम निमंते चिंता करबा परमेश्वर ए सब विषय गुड़िक दे से आम निमंते चिंता करते आ कौन खाइबा अबा कौन पीबा कि अबा कौन पिंधिबा यह कोई चिंतित हो नहीं कारण विजाति माने यह कोई चिंतित हुअंती आमे विजाति नहु आमको आम प्रभु जीशु ख्रीष्ट द्वारा माने आमे तांकर पुत्र अटु तांकर संतान अटु एठे गोटे बढ़िया पद लेखा गला अतएव काली पाई चिंतित हो नहीं कारण काली निज पाई निजे चिंता करंती आजिर कष्ट आज पाई यथेष्ट काली तार पाई से चिंता करबो सेथिबाई व्यतिव्यस्त हेबा नहीं 32 पदर गोटे लेखा कथा लेखा ये समस्त विषय जे तुम्ह मानकर प्रयोजन तुमको जहा जहा दरकार तुमको दरकार ताहा तुम्ह मानकर स्वर्गस्थ पिता जानती स्थान रे स्वर्गस्थ पिता बोली मेंशन होचे हमको जहा जहा दरकार आमर पिता से जानती क्यों माने चिंता करती जो माने अनाथ माने चिंता करती मु केबे मध्य मो पुओ को मु देखि नै कि मो झियो को मु देखि नै सखाळे मते ब्रेकफास्ट मिलबो कि नै बोली से माने बिंदास रुहंती कारण से मानकर पिता अच्छंती से मान को देवा पाए मे स्थान गोटे हॉस्टल रे गोटे पिला रहउथिला से पिला कौन करे जो समय रे राति रे से मान को रात्र भोजन दिया जाए से समय रे 4टा रोटी आ किछि तरकारी दिया जाए से पिला कौन करे 2टा रोटी खाइबो आ 2टा रोटी को तोकिया तळे रखि देथिबो प्रतिदिन सेंती करूथाय दिने कोन से जो हॉस्टल रे वार्डन आसले आउ से पिला को से रोटी तले रखबाटा देखिदेले से समय से वार्डन तांको पचारले हरे पुओ तू 2टा रोटी खाई आ 2टा को कहीं से तकिया तले रखुचु नाई काले सखाळे मते खाइबा को ब्रेकफास्ट मिलबो कि नहीं सेति पे मु कोन करछे 2टा रोटी को रखुची ताकू जणा नाही जे हॉस्टल गुडी करे ठीक समय ब्रेकफास्ट दियंती ठीक समय लंच दियंती ठीक समय डिनर दियंती आमर प्राय सब आमर जहा जहा प्रयोजन ताहा मानकर स्वर्गस्थ पिता जानिछंती तेणु आमानकु व्यतिव्यस्त आमे न जानिकिना से पिला परी आमाने चिंतित व्यतिव्यस्त आमाने हेबा नै कोन खाइबा कोन पीबा ए सब विषय क्यों माने चिंतित होंते जो माने अनाथ किंतु आमे अनाथ न आमानकर स्वर्गस्थ पिता स्वर्ग रे अछंती जे कि समस्त विषय को से नियंत्रण करूछंती आमे जो समय रे आमे स्वर्गीय प्रार्थना करू प्रभु शिखाई प्रार्थना करू से समय आमे को हे आम्भ मानकर स्वर्गस्थ पिता माने कोन समस्त विषय नियंत्रण तांको ऊपर अछंती से स्वर्ग रे थाई सब विषय को से नियंत्रण करूछंती सब विषय को से कंट्रोल करूछंती समस्त विषय तांकर हस्तगत तांकर नियंत्रण भितरे सब विषय अछि तो आमे काहे की व्यतिव्यस्त होला तो आमे काहे की चिंतित होबा काहे की माने माने अत्यधिक चिंतित हो आमनकर शरीर को आमने क्षति पहुंचेबा आज अनेक प्रभु ठारे बढ़ी पारु नांती कहीं बढ़ी पारना किंतु ए प्रकार चिंता गुड़िक से संसार चिंता से चापी पकाए बोली लिखा जाइछि कंटा बुधा कौन अटे संसार चिंता जो बीज जो वाक्य मान जीवन में पड़ुछि आम जीवन को ए प्रकार भाव में चापुछि जे सेटा को बढ़वा पाई दउ नै ए संसार चिंता कौन खाइबो कौन पीबो
आमको ख्रिस्टियन जीवन में बढ़िबार कहले आम माने गोटे चिंता मुक्त जीवन काटिबार आवश्यक जमती प्रथम कहते जो परमेश्वर आम को व्यभिचार आज अनेक व्यभिचार करूना आज अनेक नर हत्या करूना किंतु अनेक प्राय समस्त आम चिंताग्रस्त अवस्था अच्छु कहीं आम जानूनु जो परमेश्वर व्यभिचार कर ना बोली कहते जो परमेश्वर चोरी कर ना बोली कहते से परमेश्वर निजे से ही कहते कि चिंता कर ना बोली तो आज आम प्राक्टिस करबा मान जीवन रे आमे चिंता करबा नहीं आ जो समय आम चिंतित व्यतिव्यस्त होचु आमे प्रभु निकट रे समस्त विषय को प्रार्थना द्वारा निवेदन द्वारा विनती द्वारा तांको निकट रे आम जणाइबा आ प्रभु को धन्यवाद देबा कि प्रभु तुमे मोर प्रार्थना सुनिछ बोली धन्यवाद बोली आमे कहबा जो द्वारा कि आमे अनेक चिंतार आम मुक्त हो पारिबा आउ जाकुबंक परे आम अतिरिक्त चिंता करबा नहीं जाकुब कौन करुଥିଲେ बहुत चिंतित तांकर भाई तांको मिसवा पे आसुचंती एते दिन पर मोर भाई आसुची बेले से खुशी रे दଳ बळ सहित ताको स्वागत करबा आसीबा समय से भाबुची जे मो भाई मते मारी देबो मो भाई मते मारबा पे आसुची भाबी से चिंतित हो जाउछंती आमे से प्रकार विषय गुड़िक प्रति नहीं आमने चिंतित हेबा नहीं प्रभु आमन को सहाय्य करंतु आमने प्रत्येक चिंतार आमने बाहर प्रभु अल्प वाक्य आम समस्त को आशीर्वाद करंतु प्रेज द लॉर्ड नमस्कार Amen. Amen. थैंक यू सिस्टर अति सुंदर वाक्य आम देइछंती आज आउ